କୁହୁଳିଲା ପାଉଁଶ ତଳର ନିଆଁ। ଆକ୍ସନ ମୋଡରେ ଡିପାର୍ଟମେଣ୍ଟ। ମାନ୍ୟବର ସୁପ୍ରିମକୋର୍ଟଙ୍କ ଅର୍ଡରକୁ ଲାଗୁ କରିବା ପାଇଁ ଜିଦ୍ରେ ଅଟଳ। ହ୍ୟାଲୋ ଫ୍ରେଣ୍ଡସ୍, ସମାଧାନ 100 ତରଫରୁ ମୁଁ ସୁକାନ୍ତ ମହାପାତ୍ର ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। କୁହୁଳିଲା ପାଉଁଶ ତଳର ନିଆଁ। ଆକ୍ସନ ମୋଡରେ ଡିପାର୍ଟମେଣ୍ଟ। ମାନ୍ୟବର ସୁପ୍ରିମକୋର୍ଟଙ୍କ ଅର୍ଡରକୁ ଲାଗୁ କରିବା ପାଇଁ ଜିଦ୍ରେ ଅଟଳ। 24 ଘଣ୍ଟା ମଧ୍ୟରେ ରିପୋର୍ଟ ସବମିଟ୍ ପାଇଁ କଡ଼ା ନିର୍ଦ୍ଦେଶ। 24 ମାର୍ଚ୍ଚ 2025 ଦେଶର ସମସ୍ତ ପ୍ରାଇମେରୀ ଟିଚରଙ୍କ ଭାଗ୍ୟ ଆକାଶରେ ଦେଖାଗଲା କଳାବାଦଲ। ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଲିଟରେସି, ମିନିଷ୍ଟ୍ରି ଅଫ୍ ଏଜୁକେସନ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଡିଓ ନମ୍ବର 7.2/2025 IS-20 ମାଧ୍ୟମରେ ଜଣାଇଦେଲେ କି NEP 2020 ଅନୁଯାୟୀ ପ୍ରତ୍ୟେକ ପ୍ରାଇମେରୀ ଲେବୁଲ ଟିଚର TET କ୍ୱାଲିଫାଏ କରିବା ପାଇଁ ବାଧ୍ୟ। ସର୍ଭିସ ପିରିୟଡ଼ 25 ହେଉଥାଉ କି 30, OTET ଲାଗୁ ହେବା ପୂର୍ବରୁ ହେଇଥାଉ କି ପରେ, TET ବାଧ୍ୟତାମୂଳକ। ସମସ୍ୟାରେ ପଡ଼ିଲେ ଅନେକ ଟିଚର। ମନରେ ସ୍ୱତଃ ପ୍ରଶ୍ନ ଉଠିଲା କି ଟିଚର ଇଲିଜିବିଲିଟି ଟେଷ୍ଟ ଲାଗୁ ହେବା ପୂର୍ବରୁ ସର୍ଭିସ କରିକି ବି ଏ ଦଣ୍ଡ କ'ଣ ପାଇଁ? ହେଲେ ଏଠି କହିବ କାହାକୁ, ଶୁଣିବ ବା କିଏ? ନିଜ ମନର ଅସମାହିତ ପ୍ରଶ୍ନର ବୁଢ଼ିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇ ବୟସର ଅପରାହ୍ନରେ ଶିଥିଳ ଶରୀର, ନିଷ୍ପ୍ରଭ ତେଜ ନେଇକି OTET ପରୀକ୍ଷା ଦେଲେ, କ୍ୱାଲିଫାଏ କରିଲେ। ଅନେକ ମଧ୍ୟ ଡିସକ୍ୱାଲିଫାଏ ହୋଇଗଲେ। ଯେହେତୁ ମାନ୍ୟବର ସୁପ୍ରିମକୋର୍ଟଙ୍କର 2 ବର୍ଷ ଟାଇମ୍ ଲିମିଟ୍ ଦେଇଛନ୍ତି, ତେଣୁ ପ୍ରାଣପଣେ ଚେଷ୍ଟା କରିଚାଲିଛନ୍ତି କ୍ୱାଲିଫାଏ କରିବା ପାଇଁ। ହେଲେ 2 ବର୍ଷରୁ ମାତ୍ର 10 ମାସ ବିତିଛି। ଆକ୍ସନ ମୋଡକୁ ଆସିଗଲାଣି ଯେ OTET ଯେଉଁମାନେ କ୍ୱାଲିଫାଏ କରିଛନ୍ତି ତାର ଲିଷ୍ଟ ପ୍ରଦାନ କରିବା ପାଇଁ, ପୁଣି ତା 24 ଘଣ୍ଟା ମଧ୍ୟରେ। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା କି 24 ମାସ ମଧ୍ୟରେ TET କ୍ୱାଲିଫାଏ ନ କଲେ କମ୍ପଲସରି ରିଟାୟାରମେଣ୍ଟ ଦିଆଯିବ। ଯେଉଁମାନଙ୍କ ରିଟାୟାରମେଣ୍ଟ 2025 ମାର୍ଚ୍ଚ 24 ତାରିଖରୁ ହିସାବ କଲେ 5 ବର୍ଷ ଅଛି, ସେମାନଙ୍କୁ ଏହି କଠୋର ନିୟମରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ସେମାନଙ୍କୁ TET କ୍ୱାଲିଫାଏ କରିବାକୁ ଆବଶ୍ୟକତା ନାହିଁ। ଏହା ମଧ୍ୟରେ ବିତିଗଲାଣି ଦୀର୍ଘ 10 ମାସ। ଡିପାର୍ଟମେଣ୍ଟ ନୀରବି ଯାଇଥିଲା। ଆଶା କରାଯାଉଥିଲା ବୋଧହୁଏ ଡିପାର୍ଟମେଣ୍ଟ ଶିକ୍ଷକମାନଙ୍କ ପ୍ରତି ସେତେ କଠୋର ମନୋଭାବ ପୋଷଣ କରିବ ନାହିଁ। କାରଣ ପୂର୍ବରୁ ଏମିତି ଅନେକ ଏକ୍ଜାମ୍ପଲ ଅଛି ଯେଉଁଠି ମାନ୍ୟବର ସୁପ୍ରିମକୋର୍ଟଙ୍କ ଅର୍ଡର ଥାଇକି ବି ସରକାର ତାହାକୁ କାର୍ଯ୍ୟକାରୀ କରିନାହାନ୍ତି। ଯେପରି ସମାନ କାମକୁ ସମାନ ଦରମା, ପୁରୁଣା ପେନ୍ସନ ଜଣେ ସରକାରୀ କର୍ମଚାରୀଙ୍କର ସାମାଜିକ ଅଧିକାର, ସେହିପରି ଅନେକ। ଏହି ନିର୍ଦ୍ଦେଶକୁ ସରକାର କରାଇବେନି। ଗତ ଡିସେମ୍ବର 4 ତାରିଖ ଠାରୁ ସାରା ରାଜ୍ୟରେ ପ୍ରାଇମେରୀ ଲେବୁଲର ଟିଚର 3 ଦଫା ଦାବି ନେଇ ଓହ୍ଲାଇଥିଲେ ଆନ୍ଦୋଳନକୁ। ଅହୋରାତ୍ର ଆନ୍ଦୋଳନ ଚାଲିବା ସମୟରେ ସରକାରଙ୍କ ତରଫରୁ ପ୍ରତିନିଧି ବୁଝାସୁଝା କରାଇ ପ୍ରତିଶ୍ରୁତି ଦେଲା ପରେ ଷ୍ଟ୍ରାଇକକୁ କୋଲାପ୍ସ କରାଯାଇଥିଲା। 7 ଦିନ ମଧ୍ୟରେ କମିଟି ବସିବ, ସବୁକିଛି ବିଚାର କରାଯିବ। ତୁମମାନଙ୍କର ଦାବି ଯଥାର୍ଥ, ସରକାର ସେଥିପ୍ରତି ସଚେତନ ଅଛନ୍ତି। ପୂର୍ବ ସରକାର ଏଇ ଡାୟଲଗ ଦେଇ 24 ବର୍ଷ କାଳ ଭଣ୍ଡେଇ ଚାଲିଥିଲେ। ଆଶା କରାଯାଉଥିଲା ଏହି ଡବଲ ଇଞ୍ଜିନ ସରକାର ନିଶ୍ଚୟ ଟିଚରମାନଙ୍କର ସମସ୍ୟାର ସମାଧାନ କରିବ। ସରକାର ଦେଇଥିବା ପ୍ରତିଶ୍ରୁତି ସମୀକ୍ଷା କରିବା ପାଇଁ ବସିଥିଲା ବୈଠକ। ଯେହେତୁ ପ୍ରତିଶ୍ରୁତି କାର୍ଯ୍ୟରେ ପରିଣତ କରିବାର ଅହେତୁକ ବିଳମ୍ବ ହେଉଛି, ସେଥିପାଇଁ ବସିଥିଲା ବୈଠକ। ଏ ଖବର ପହଞ୍ଚିଲା ଡିପାର୍ଟମେଣ୍ଟ ପାଖରେ। 24 ଘଣ୍ଟା ମଧ୍ୟରେ OTET କ୍ୱାଲିଫାୟର ରିପୋର୍ଟ ମଗାଇଲା। ଟୋଟାଲ ଟିଚର ୱାର୍କିଂ ଆଟ୍ ପ୍ରାଇମେରୀ ଲେବୁଲ କ୍ଲାସ୍ 1 to 5, ଟିଚରଙ୍କର ଏଜ୍, ଟୋଟାଲ ଟିଚର ୱାର୍କିଂ ଆଟ୍ ପ୍ରାଇମେରୀ ଲେବୁଲ କ୍ଲାସ୍ 1 to 5, total teacher who joined service before 2011, before the introducing of NCT notification to TET, total teacher who joined service after 2011, after the introduction of NCT notification for OTET, total teacher who joined before 2011 primary level and passed TET, total teacher who joined at primary level after 2011 and passed TET। ଏହା ବୋଥ୍ ଲେବୁଲର ଟିଚରଙ୍କ ପାଇଁ ଦେବାକୁ ପଡ଼ିବ। ପ୍ରାଇମେରୀ ଲେବୁଲ ଏବଂ ଅପର ପ୍ରାଇମେରୀ ଲେବୁଲରେ ଯେଉଁମାନେ ଆପଏଣ୍ଟମେଣ୍ଟ ପାଇଛନ୍ତି ସମସ୍ତଙ୍କର ଡାଟା ପୂରଣ ହୋଇଯିବ। ଏଜ୍ ହିସାବରେ ମଧ୍ୟ ମାଗିଛି 21ରୁ 25 ବର୍ଷ ଭିତରେ କେତେଜଣ ଟିଚର ଅଛନ୍ତି ଯେଉଁମାନେ କି 2011 ପୂର୍ବରୁ NCT ନୋଟିଫିକେସନ ଫର୍ TET ଆସିବା ପୂର୍ବରୁ ଜଏନ୍ କରିଛନ୍ତି, ଏବଂ କେତେଜଣ ଅଛନ୍ତି 21ରୁ 25 ବର୍ଷ ବୟସ ଭିତରେ ଯେମାନେ କି 2011 NCT ନୋଟିଫିକେସନ ଫର୍ TET ଲାଗୁ ହେଲା ପରେ ନିଯୁକ୍ତି ପାଇଛନ୍ତି। ସେହିପରି ପ୍ରତ୍ୟେକ କ୍ଷେତ୍ରରେ ଏଜ୍ ଗ୍ରୁପ୍ କରିଛି 26ରୁ 30, 31ରୁ 35,
36ରୁ 40, 41ରୁ 45, 46ରୁ 50, 51ରୁ 55, 56ରୁ 60 ଏହି ସମସ୍ତ ଟିଚର ମାନେ ଯେଉଁମାନେ 2011 ନୋଟିଫିକେସନ ପୂର୍ବରୁ ଜଏନ୍ କରିଛନ୍ତି କିମ୍ବା 2011 ନୋଟିଫିକେସନ ହେବା ପରେ ଜଏନ୍ କରିଛନ୍ତି ସେମାନଙ୍କର ଲିଷ୍ଟ ପ୍ରଦାନ କରିବା ପାଇଁ ଏବଂ ଯେଉଁମାନେ OTET କମ୍ପ୍ଲିଟ୍ କରିସାରିଛନ୍ତି କେବେ କରିଛନ୍ତି ତାର ଡେଟ୍ ଅଫ୍ ପବ୍ଲିକେସନ ସହିତ ଆଉ ରିଟାୟାରମେଣ୍ଟ ଡେଟ୍ ବା ଡେଟ୍ ଅଫ୍ ବାର୍ଥ ଦୁଇଟାକୁ ମେନସନ୍ କରି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।